ଜାତୀୟ ସ୍ତରର ଓଡ଼ିଶା ଚତୁର୍ଥ ବୃହତ୍ତମ ଧାନ ଯୋଗାଣକାରୀ ରାଜ୍ୟ। ଏହି ଯୋଜନାରେ ଚାଷୀମାନଙ୍କ ଠାରୁ ଉଚିତ ମୂଲ୍ୟରେ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରହିଛି। ଚାଷୀମାନଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କାରେ କିଣାଯିବ, ଯାହା ବର୍ତ୍ତମାନର ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ MSP ଠାରୁ କ୍ୱିଣ୍ଟାଲ ପିଛା 800 ଟଙ୍କା ଅଧିକ ହେବ। ମଣ୍ଡିଠାରେ କ୍ରୟ ପ୍ରକ୍ରିୟାରେ କଟନୀ ଛଟନୀର ବ୍ୟବସ୍ଥାକୁ ରଖିବା ପାଇଁ ଆର୍ଦ୍ରତା ପରିମାପକ ଯନ୍ତ୍ର ଉପଲବ୍ଧ କରାଯିବା ସହ କମ୍ପ୍ୟୁଟରାଇଜ୍ଡ ଓଜନ ଉପକରଣ ଗୁଡ଼ିକ ବ୍ୟବହାର ମଧ୍ୟ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଧାନ ପ୍ରୟୋଗ ପ୍ରକ୍ରିୟାକୁ ସରଳ ତଥା କ୍ରୟ ସମୟରେ ଉପୁଜୁଥିବା ତ୍ରୁଟିକୁ ହ୍ରାସ କରାଯାଇପାରିବ। ଯେଉଁ କୃଷକମାନେ DBT ମୋଡ ପଞ୍ଜୀକରଣ କରିବେ, ସେମାନେ ବିକ୍ରୟ କରିବାର 48 ଘଣ୍ଟା ମଧ୍ୟରେ ସିଧାସଳଖ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇପାରିବେ। 2024-25 ଆର୍ଥିକ ବର୍ଷ ବଜେଟରେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ଆମେ 5,000 କୋଟି ଟଙ୍କାର ପ୍ରସ୍ତାବ ରଖିଛୁ। ମାନନୀୟ ବାଚସ୍ପତି ମହୋଦୟା, ଆମ ସରକାର ଏକ ଅନ୍ତର୍ଭୁକ୍ତ ଏବଂ ପୋଷଣୀୟ କୃଷି ପରିବର୍ତ୍ତନକୁ ସମର୍ଥନ କରି କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ PM କିଷାନ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବା ପାଇଁ ଚାଷୀମାନଙ୍କ ନାମରେ ଥିବା ନିଜସ୍ୱ ଜମିର ପରିମାଣକୁ ଆଧାର ନକରି ରାଜ୍ୟର ଉଭୟ ଗ୍ରାମ୍ୟ ଏବଂ ସହରାଞ୍ଚଳର ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପଦକ୍ଷେପ ଗ୍ରହଣ କରିଛୁ। କୃଷକମାନଙ୍କର ଆୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆମେ CM କିଷାନ ଯୋଜନା ଅଧୀନରେ ଅତିରିକ୍ତ ଟପ୍ ପ୍ରଦାନ କରିବୁ। 2024-25 ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ 1,935 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବାଚସ୍ପତି ମହୋଦୟା, ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ହସ୍ତକ୍ଷେପ ଗୁଡ଼ିକୁ ତର୍ଜମା କରି ଏକ ବିସ୍ତୃତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ MSME ସମବାୟ ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଖଣ୍ଡ ସ୍ତରରେ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଯୋଜନା ରଖିଛୁ ଏବଂ ଆଗାମୀ ବର୍ଷମାନଙ୍କରେ ବ୍ଲକ ସ୍ତରରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବ। କୃଷକମାନଙ୍କର ପାଇଁ ୱାନ୍ ଷ୍ଟପ୍ ସମାଧାନ ଭାବରେ କାର୍ଯ୍ୟ କରିବା ନିମନ୍ତେ ଆମେ ବ୍ଲକ ସ୍ତରରେ କୃଷି ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା କରିବୁ। ବିଭିନ୍ନ ଯୋଜନା ସମ୍ପର୍କିତ କୃଷି ସମ୍ବନ୍ଧୀୟ ସହାୟତା, ଆର୍ଥିକ ସେବା, ଫସଲ ଉତ୍ପାଦନ ସମ୍ବନ୍ଧୀୟ ଯୋଜନା ଏବଂ ଉତ୍ପାଦ କ୍ରୟ ବିଷୟରେ ସମସ୍ତ ସୂଚନା ଯୋଗାଇ ଦେବା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ଆରମ୍ଭ କରାଯିବ। ଶ୍ରୀ ଅନ୍ନ ଅଭିଯାନ ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ୍ ହବ୍ରେ ପରିଣତ କରିବ। ମୁଁ 2024-25 ଆର୍ଥିକ ବର୍ଷ ବଜେଟରେ ଶ୍ରୀ ଅନ୍ନ ଅଭିଯାନ ନିମିତ୍ତ 649 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖୁଛି।